प्रभु जी जो गां मानकर जो देवी मंदिर में बलि देवार परंपरा चलनी कि प्रभु जी। हाँ हाँ। तो आम माताजी पिताजी बलि देवे लेकिन तांके मानसिक करथिले रे। तो एबे एई मु वर्षे ହେଲା ଏ ଆଧ୍ୟାତ୍ମିକ ମାର୍ଗ ଆଇବାରୁ ମୋ ବାବା ମା ମନା କରୁଛି ନା ଏମିତି ଆଉ କରନି ବୋଲେ ତାଙ୍କେ ଆଉ ମୋ କଥା ରାଜି ହଉନା ତମେ ଜାଣିନ ପରମ୍ପରା ଚାଲିଛି ସେଇଟା ନଦେଲେ ଦୋଷ ଲାଗିବ ପାପ ଲାଗିବ ବୋଲି କହୁଛନ୍ତି ପ୍ରଭୁ जी। ହୁଁ। ଦେଖନ୍ତୁ ଆପଣ ତ ସେଇଟା କେମିତି କଣ କରିବେ? ଦେବୀ ପୂଜା ସେଟା ଥାଏ। ପ୍ରଥମେ ଆମକୁ ବୁଝିବାକୁ ପଡିବ କି ବଳି ପ୍ରଥା କଣ, ବୁଝିପାରିଲେ ନା। ଯଦି ତାକୁ ଠିକରେ ବୁଝିବାକୁ ପଡିବ ବଳି ପ୍ରଥା କଣ, ଯଦି ଦେଖନ୍ତୁ ତିନି ପ୍ରକାର ଆହାର ଥାଏ, ସାତ୍विକ ରାଜସିକ ତାମସିକ। କିଛି ଲୋକ ଅଛନ୍ତି ଯୋଉମାନେ ତାମସିକ ଆହାର ଖାଇବେ, କିଛି ଲୋକ ଅଛନ୍ତି ଯୋଉମାନେ ଭୁଲ କାମ କରିବେ। ସେଥିଲାଗି ଜେଲ ଗଭର୍ଣ୍ଣମେଣ୍ଟ ତିଆରି କରିଛି। ଆପଣ କହିବେ ଆରେ କି ପ୍ରକାର ଗଭର୍ଣ୍ଣମେଣ୍ଟ ରେ ବାବା, ଟାଉନ କଲା ତ ଜେଲ କରିବା କଣ ଦରକାର। କାରଣ ଗଭର୍ଣ୍ଣମେଣ୍ଟକୁ ବି ଜଣା କିଛି ଲୋକ ଖରାପ କାମ କରିବେ ଜେଲ ଅଛି। ତ କିଛି ଲୋକ ମାଂସ ଖାଇବେ, ହତ୍ୟା କରିବେ। ତ ତାଙ୍କ ପାଇଁ, ତାଙ୍କୁ ସୁଧାରିବା ପାଇଁ କିଛି ନା କିଛି ତ ଗୋଟେ ରାସ୍ତା କରିବାକୁ ପଡିବ ନା। ତ ये बलि प्रथा ଯଦି ଦେଖିବେ ଶାସ୍ତ୍ର ହିସାବରେ ଏମିତି ନିୟମ କି ତମେ ଯଦି ଗୋଟେ, ପ୍ରଥମେ ଏମିତି ମାଂସ ମାର୍କେଟରେ ବିକା ହଉନଥିଲା। ତମକୁ ଯଦି ମାଂସ ଖାଇବାର ଇଚ୍ଛା ଅଛି ତମେ ସେ ପଶୁଟାକୁ କିଣିକି ଆଣିବ। ଛେଳି ହେଇଗଲା, କୁକୁଡ଼ା ହେଇଗଲା, ଯୋଉଟା ବି ହେଇଗଲା କିଣିକି ଆଣିବ। କିଣିକି ଆଣିକି ଗୋଟେ ସାକ୍ଷୀ ଦେବାକୁ ପଡେ। କାହାକୁ? ସେ ଡିପାର୍ଟମେଣ୍ଟ ହଉଛନ୍ତି ଦୁର୍ଗା ଦେବୀ। ଦୁର୍ଗା ମାନେ ସବୁ ଦେବୀ, ପାର୍ବତୀ, ଦୁର୍ଗା ଦେବୀ, ଚଣ୍ଡୀ ଯୋଉଟା ବି ହେଇଗଲେ ସବୁ ଗୋଟେ ଶକ୍ତି, ଶକ୍ତି ତତ୍ଵ। ତ ତମ ଗାଁ ଠାକୁରାଣୀ, ଯୋଉ ଗାଁରେ ଯୋଉଠି ରହୁଛ ତମ ଠାକୁରାଣୀ ଗୋଟେ ଥିବେ, ତାଙ୍କ ପାଖରେ ଯାଇକି ତମକୁ ସାକ୍ଷୀ ଦେବାକୁ ପଡିବ କି ମୁଁ ଆକୁ ଖାଇବାକୁ ଯାଉଛି। ବୁଝିପାରିଲେ ନା। ତ କଣ ସାକ୍ଷୀ? ମାଂସ ମାନେ କଣ? ମାଂସ କହୁଛ ନା ଆମେ, ତାର ଅର୍ଥ କଣ ସଂସ୍କୃତରେ? ମା ଅଂଶ ମାନେ ଆ, ତାକୁ ମାରିବା ପୂର୍ବରୁ ତାକୁ ପୂଜା କରାଯାଏ, ମାଳା ପିନ୍ଧାଯାଏ, ସିନ୍ଦୁର ଲଗାଯାଏ, ସବୁ ଲଗାଯାଏ। ଆଉ ତା କାନରେ ଆମେ କହୁ ମା ଅଂଶ କହିକି ତାକୁ ଭଗବାନଙ୍କ ଆଗରେ କାଟୁ। ମାନେ ତତେ ମୁଁ ମାରୁଛି ମା ଅଂଶ, ଆଉ ମୁଁ ତତେ ପୁରା ଅଧିକାର ଦଉଛି କି ତୁ ଅନ୍ୟ ଜନ୍ମରେ, ନେକ୍ସଟ ଜୀବନରେ ତୁ ମତେ ମାରିପାରିବୁ। ସେଟା ହଉଛି ତାର ଅର୍ଥ, ହଉଛି ମା ଅଂଶ। ମୁଁ ତୋର ଅଂଶ ହେଇପାରୁଛି, ମୁଁ ତୋର ଅଂଶ ହେବାକୁ ରେଡି ଅଛି ମା ଅଂଶ, ତୁ ମତେ ମାରିପାରିବୁ ବୋଲି ଇଏ ପ୍ରତିଜ୍ଞା ଟା ଦେଇକି ସାକ୍ଷୀ କିଏ ରହିଲେ? ଦେବୀ। ତାଙ୍କ ଆଗରେ ଆପଣ କାଟୁଛନ୍ତି। ଏଁ? ତ ଏଇଟା ହଉଛି ତାର। ତ କହିବାର ଉଦ୍ଦେଶ୍ୟ ଏହା କି ଯେ ଧୀରେ ଧୀରେ ଗୋଟେ ବ୍ୟକ୍ତି କରିବ ନା, ତାର ଇଚ୍ଛାଟା ଚାଲିଯିବ। ମାନେ ଏତେ ସବୁ ପ୍ରୋସେସ, ମାଂସ ଖାଇବାର ଅଛି, ଗୋଟେ ପଶୁ ଆଣ, ତାକୁ ପୂଜା କର, ଠାକୁରାଣୀ ଘରକୁ ନିଅ, ତାକୁ କାଟ, ତାକୁ ମାଂସ କୁହ। ମାନେ ଭାବନ୍ତୁ କେତେ କଣ ଅଛି। ମାନେ ସେ ଖାଇବ ବୋଲେ 10 ଥର ସେ ଭାବିବ କରିବି କି ନାହିଁ। ହେଲେ ବି ତାର ତୀବ୍ର ଇଚ୍ଛା ଅଛି ବୋଲେ କରିବ। ଚାନ୍ସେସ୍ ଟା କମି 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 ଏଇଟା କରିବା ଦ୍ୱାରା କଣ, ତାର ଭାବନା ଟା ବି ଚେଞ୍ଜ ହେଇଯାଏ। କଣ ପାଇଁ ମରାଯାଏ। କିନ୍ତୁ ଆଜିକାଲି କଣ ହଉଛି, ଆପଣ ମାର୍କେଟରୁ କିଣି ଦଉଛନ୍ତି, ଏଇଠି କିଣି ଦଉଛନ୍ତି, ସେଇଠି କିଣି ଦଉଛନ୍ତି, ଜଣା ବି ପଡୁନି କେମିତି ସ୍ଲଟର ହଉଛି, କେମିତି ମରା ହଉଛି। ଯୋଉଟାକି ହେଭି ରିଏକ୍ସନ ଲାଗେ। ବୁଝିପାରିଲେ। ତ ଦେଖନ୍ତୁ ଦୁର୍ଗା ଦେବୀ କେବେ ଚାହୁଁନାହାନ୍ତି କି ମତେ ଖାଇବାର ଅଛି, ମତେ ମାଂସ ଖାଇବାର ଅଛି। ତାଙ୍କୁ ଦରକାର ନାହିଁ, ସେ ତ ମା ହେଲେ ନା, ସାରା ସଂସାରର ମା କୁ କେବେ ନିଜ ପିଲାର ରକ୍ତ ପସନ୍ଦ ହବ କି? ଦୁର୍ଗା କିଏ? ସଂସାରର ମା, ପାର୍ବତୀ ସେ। ବୁଝିପାରିଲେ ନା। ତ ମା କୁ କେବେ ନିଜର ପିଲାର ରକ୍ତ ଚଢେଇବେ କଣ ତାକୁ ଖୁସି ଲାଗିବ, ଭଲ ଲାଗିବ? ତ କେବେ ବି ତାଙ୍କୁ ପସନ୍ଦ ନାହିଁ ସେଇଟା। କିନ୍ତୁ ଆମକୁ ଖାଇବାର ଅଛି, ସେଥିଲାଗି ତାଙ୍କୁ ଆମେ ସାକ୍ଷୀ ରଖିକି ଏଇଟା କରୁ। ତ ସେଥିଲାଗି ଏ ଜ୍ଞାନଟା, ଏ ଭ୍ରାନ୍ତଟା ଲୋକ ଜାଣି ନାହାନ୍ତି। ଏଇଟା ଆମକୁ ଲୋକଙ୍କୁ ଜଣେଇବା ଉଚିତ। ଆଉ ଭଗବାନ କୃଷ୍ଣକୁ ସମର୍ପଣ କର, ଆଉ ଭଗବାନଙ୍କୁ ଭକ୍ତି କର, ତ ଦୁର୍ଗା ମାତା ବି ଖୁସି ହେଇଯିବେ। କାରଣ ଦୁର୍ଗା ବି କୃଷ୍ଣଙ୍କୁ ଭଜନ କରନ୍ତି। ତ ସେଥିଲାଗି ତାଙ୍କୁ କୁହ, ବୁଝାଅ କି କୃଷ୍ଣ ଜଗନ୍ନାଥକୁ ପୂଜା କର, କିଛି ଅସୁବିଧା ନାହିଁ। ଦୁର୍ଗା ମାତା ରାଗିବେନି, ସେ ଉଲ୍ଟା ଖୁସି ହେବେ। ବୁଝିପାରିଲେ। ଯଦି ତାଙ୍କୁ କଣ ଚଢେଇବା ପାଇଁ ଚାହୁଁଛ, ଭଗବାନଙ୍କର ପ୍ରସାଦ ଚଢାଅ। ଦେଖନ୍ତୁ ଜଗନ୍ନାଥ ପୁରୀରେ ଯେତେବେଳେ ଅନ୍ନପ୍ରସାଦ ଜଗନ୍ନାଥକୁ ଚଢେ, ତା ପ୍ରଥମ ସେ ଅନ୍ନପ୍ରସାଦ ଚଢିଲା ପରେ ମା ବିମଳାକୁ ଯାଇକି ଚଢେ। ବିମଳା ଦୁର୍ଗା ପାର୍ବତୀ। ଆଉ ବିମଳାକୁ ଚଢିଲା ପରେ ସେ ମହାପ୍ରସାଦ ହୁଏ। ତ ସେଇପରି ଭାବରେ ଭଗବାନଙ୍କର ପ୍ରସାଦ ପାଇଁ ସେ ଲାଳସା ଥାନ୍ତି। ବୁଝିପାରିଲେ। ତ ସେଇଟା ଆମକୁ ବୁଝିବାକୁ ପଡିବ। ଓକେ। ତ ପ୍ରଭୁ जी ପିତାଜୀ ମାତାଜୀ ମାନୁନାହାନ୍ତି, ମୁଁ ସେ ବିରୋଧରେ ଯିବି ନା ନା ତାଙ୍କୁ ସପୋର୍ଟ କରିବି ନା ନା ସେଇ ଜାଗାକୁ ମୁଁ ଆଟେଣ୍ଡ ହେବିନି ପ୍ରଭୁ जी। ଦେଖନ୍ତୁ ଗୋଟେ ଜିନିଷ ତ କ୍ଲିୟର, ଆପଣ ସପୋର୍ଟ କରିବା ଉଚିତ ନୁହେଁ। ବୁଝିପାରିଲେ ନା। ସେଇଟା ଭୁଲ जी ଜିନିଷଟା। प्रभु जी।
ଆଉ ଯେତିକି ପାରିବେ ସେତିକି ତାଙ୍କୁ ବୁଝାନ୍ତୁ। ଆପଣ ଯଦି ବୁଝେଇବେ ସେ ବୁଝିଗଲେ ତ ବହୁତ ଭଲ, ବୁଝିପାରିଲେ ନା। ଆଉ ଯଦି ବୁଝିବେନି କରିବେ କଣ କରିପାରିବେ? ବାପା ମା ସେମାନେ ବଡ଼, ଆମେ ଛୋଟ, କଣ କରିପାରିବା? ଆପଣ ସାଇଡ୍ ହେଇଯାଆନ୍ତୁ, ଠିକ ଅଛି ତମେ ତମର କର ଯୋଉଟା ଦଉଛ ଦେଖ, ବୁଝିପାରିଲେ ନା। ସେଇ ହିସାବରେ ଚେଷ୍ଟା କରନ୍ତୁ ଆଉ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ।